କାଲି ଷ୍ଟେସନରୁ ଆସିଲା ପରେ ମାନେ ଆମ ଢେଙ୍କାନାଳ ଷ୍ଟେସନରୁ ଆସିଲା ପରେ ମୋ ପେଟଟା ଏତେ ଜୋରରେ ପୀଡ଼ିଲା ମାନେ କଥା ବି କହି ହେଲାନି। ମାନେ ଏତେ ଜୋରରେ ମାନେ ପୋଡ଼ିଲା ଆଉ ମାନେ ପୀଡ଼ା ହେଇଗଲା ବି। ଘରକୁ ଆସିଲା ମାନେ କ'ଣ କଲି, ମୁଁ ଡାଇରେକ୍ଟ ଶୋଇଲି, ଆଉ କିଛି ବି କଲିନି। ତ ମୁଁ ଯେଉଁ ଏଣ୍ଡୋସ୍କୋପି କରିଥିଲି ବୋଧେ ସେଥିପାଇଁକା ଏମିତି ହେଉଛି, କାରଣ ସେ ଯେଉଁ ଏଣ୍ଡୋସ୍କୋପିଟା ବାହାର କଲେ ତ ସେଇ ଜାଗାଟା ହିଁ ପୀଡ଼ା ହେଇଛି। ଆଉ ଏମିତି କିଛି ହେଲା। ତ ଆଜି କାଲି ଆସିଲା ଆଉ ଗୋଟେ ଜିନିଷ ଦେଖିଲି କ'ଣ, ଯେଉଁ ଆମ ଭୁବନେଶ୍ୱର ଷ୍ଟେସନରେ ଜଣେ ମାନେ ସ୍ୱାମୀ ଅନ୍ଧକୁ ସ୍ତ୍ରୀ ବି ଅନ୍ଧ, ଆଉ ତାଙ୍କର ବି ଗୋଟେ ଛୋଟ ଛୁଆଟେ ବି ଅଛି। ତ ସେ କାଲି ମାନେ ରାସ୍ତା ପାଉନଥିଲେ, ତାଙ୍କ 21 ନମ୍ବର ବସ୍ରେ ଯିବା ପାଇଁ ସେ ପାଉନଥିଲେ ବାଟ। ତ ଗୋଟେ ଅସନା ଜାଗାକୁ ଯାଉଥିଲି, ତ ମୁଁ କହିଲି ଟିକେ ଡାହାଣକୁ ଯାଅ ଠିକ୍ ସେ ଯିବ। ସେ ଏଠୁ ତାଙ୍କ ସ୍ତ୍ରୀ ଯିଏ ମୋତେ କହିଲେ ଭାଇ ଟିକେ ଛାଡ଼ିଦିଅ। ତ ଏମିତିରେ ବି ମୋ ଟ୍ରେନ୍ ବି ଲେଟ୍ ହେଇଗଲାଣି, ସେ ଛାଡ଼ିବ ହେଲାଣି। ମୁଁ ସେଠୁ କ'ଣ କଲି ନା, ମୁଁ କହିଲି ହଉ ଠିକ୍ ଅଛି ଛାଡ଼ିଦେଉଛି, ମୋତେ ଭଲ ଲାଗିଲାନି, ଦେଖିନାହିଁ ଛାଡ଼ିଲି। ତ ଏଠି ତାଙ୍କୁ ଗୋଟେ କଥା ମୋତେ ମନେ ପଡ଼ୁଛି, ତ ଏମିତି ଯଦି ହେଇଛି ତ କାହିଁ ଏମିତି ରିଲେସନସିପ୍ରେ ରହିବ। ଆଉ ତା ପଛରେ ଗୋଟେ ଛୁଆଟେ ବି ଅଛି, ଛୁଆର ଜୀବନ କ'ଣ ହେବ। ଆଉ ଆମର ହାତ ଗୋଡ଼ ଆଖି ସବୁ ଥାଇକିନା ବି ଆମେ ଡରି ଯାଉଛୁ। ତ ଏମିତି ତାଙ୍କର ନଥାଇକିନା ବି ସେ ସାହସର ଧରି ମାନେ ରିଲେସନ୍ରେ ରହୁଛନ୍ତି, ତାଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ତ ଦେଖାଯାଉ କ'ଣ ହେଉଛି। ଠିକ୍ ଅଛି, ମୋ ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଧନ୍ୟବାଦ।